জাতীয় দল চক্রান্ত করি তাকে ইস্তফা করাইଛନ୍ତି। জাতীয় দল ভিতରୁ କେହି ଜଣେ ଯିବା ପାଇଁ ଏବଂ ସରକାରୀ ଦଳର ଷ୍ଟ୍ରେନ୍ଥ ସେଠି ବଢ଼ିବା ପାଇଁ ଏ ଚକ୍ରାନ୍ତ କରାଯାଇଛି। ସେ ଆଜି ମହାନ୍ତ କମ୍ୟୁନିଟିକି ଧୋକା ଦେଇଛନ୍ତି, ମୟୂରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି। ଯେଉଁଭଳି ଭାବରେ ଜାତୀୟ ଦଳର ପ୍ରଭାବରେ ପ୍ରଭାବିତ ହୋଇ ରିଜାଇନ୍ ଦେଇଛନ୍ତି ଏବଂ ଜାତୀୟ ଦଳକୁ ସହାୟତା କରିବା ପାଇଁ ଯାଇଛନ୍ତି ଏବଂ ଜାତୀୟ ଦଳର ଚକ୍ରାନ୍ତରେ ସେ ଏଭଳି କାର୍ଯ୍ୟ କରିଛନ୍ତି। ଆପଣମାନେ ଖୁବ୍ ଶୀଘ୍ର ଦେଖିବେ କେହି ଜଣେ ଜାତୀୟ ଦଳରୁ କେହି ଜଣେ ଲୋକ ରାଜ୍ୟସଭାକୁ ଯିବା ପାଇଁ ଏଭଳି ଭାବରେ ଚକ୍ରାନ୍ତ କରାଯାଇଛି। ଚେଷ୍ଟା କରୁଛନ୍ତି କିନ୍ତୁ ଭାଙ୍ଗି ପାରିବେ ନାହିଁ। ନବୀନ ବାବୁଙ୍କ ନେତୃତ୍ୱକୁ କେତେବେଳେ ସେ ଲିଭେଇବାକୁ ଯେତେ ଚେଷ୍ଟା କଲେ ବି ଓଡ଼ିଶା ଲୋକଙ୍କ ମନ ଭିତରୁ ସେ ପୋଛି ପାରିବେନି କି ଲିଭେଇ ପାରିବେ ନାହିଁ। ଆଶା କରୁଛୁ ବିଜେଡି ବେଶୀ ଦିନ ତିଷ୍ଠିଲା ଭଳିଆ ଆଉ ନାହିଁ, ଯେହେତୁ ସେମାନେ ତାଙ୍କର ବିଜେଡିର ନେତା ଅନୁଭବ କଲେଣି ଯେ ସେ ଆଉ ବିଜେଡି ଦଳରେ ସୁରକ୍ଷିତ ନୁହନ୍ତି। ଆଉ ଯେତେବେଳେ ଡଙ୍ଗା ସମୁଦ୍ରରେ ବୁଡ଼ିବାକୁ ଯାଉଛି ଜାହାଜ, ଯିଏ ଯୋପଟେ ଭାବିବେ ସୁରକ୍ଷିତ ସେପଟେ ଡେଇଁକିରି ଯିବେ। ଆଉ ଏଇଟା ସୁନିଶ୍ଚିତ କଥା, ଏଥିରେ ଭାବିବାର କ'ଣ ଅଛି।